ନମସ୍କାର ଫ୍ରେଣ୍ଡସ୍, ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ତନ୍ତ୍ରମନ୍ତ୍ର ବିଦ୍ୟାରେ। ଫ୍ରେଣ୍ଡସ୍, ଆପଣମାନେ ଘରେ ବସି ଏମିତି ମୋହିନୀ ବା ଏମିତି ବଶୀକରଣ କରିବେ ଯାହାଦ୍ୱାରା ଆପଣମାନେ ଯାହାକୁ ମୋହିନୀ ବା ଯାହାକୁ ମୋହିତ କରିବାକୁ ଚାହୁଁଛନ୍ତି ସେ ଆପଣଙ୍କ କଥା, ଆପଣଙ୍କ ଆଶା ଏବଂ ଆପଣଙ୍କ ବିଶ୍ୱାସ ଏବଂ ଆପଣଙ୍କ ଆଗପଛ ଆପଣଙ୍କ ତଳରେ ସଦାବେଳେ ରହିବ। ଫ୍ରେଣ୍ଡସ୍, ଆପଣମାନେ ଏହି ମୋହିନୀ ବା ଏହି ବଶୀକରଣକୁ ଗୋଟିଏ ଥର ମଧ୍ୟ କରିଦେଲେ ସେ ଆପଣଙ୍କ ପ୍ରତି ପାଗଳ ହୋଇଯିବ। ଦିନ ରାତି ଆପଣଙ୍କୁ ଖୋଜିବ, ଦିନ ରାତି ଆପଣଙ୍କ କଥା ଭାବିବାରେ ଲାଗିବ ଏବଂ ଆପଣଙ୍କ ସାଙ୍ଗରେ ସମ୍ଭୋଗ କରିବାକୁ ଇଚ୍ଛା ମଧ୍ୟ ହେବ। ତ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ମୋହିନୀ ବା ବଶୀକରଣ କରିବାକୁ ଚାହୁଁଛନ୍ତି, ଆପଣମାନେ ଆମ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା ଆପଣମାନେ ଭଲରେ ବୁଝିବେ ଏବଂ ଭଲରେ ପ୍ରୟୋଗ କରିବା ଜାଣିପାରିବେ। ଫ୍ରେଣ୍ଡସ୍, ଯଦି ଆପଣମାନେ କେଉଁଠି ମିଷ୍ଟେକ୍ କରିଦେବେ ତାହେଲେ ଫ୍ରେଣ୍ଡସ୍ ଏହି ମୋହିନୀ ବା ଏହି ବଶୀକରଣ ଆଉ କାମ ଦେବ ନାହିଁ। ଫ୍ରେଣ୍ଡସ୍, ଆପଣମାନେ ଯଦି ବିବାହିତ ହେଲା ସ୍ତ୍ରୀକୁ ଆପଣମାନେ ମୋହିନୀ କରିବାକୁ ଚାହୁଁଛନ୍ତି ବା କେଉଁ ଝିଅକୁ ମୋହିତ କରିବାକୁ ଚାହୁଁଛନ୍ତି ବା କେଉଁ ପୁଅ ବା କେଉଁ ଅନ୍ୟର ସ୍ୱାମୀକୁ ମଧ୍ୟ ବଶୀକରଣ ବା ମୋହିନୀ କରିବାକୁ ଚାହୁଁଛନ୍ତି, ଫ୍ରେଣ୍ଡସ୍ ଏହି ଭିଡ଼ିଓ ଆପଣଙ୍କ ପାଇଁ। ଫ୍ରେଣ୍ଡସ୍, ଯଦି ଆପଣଙ୍କୁ କେଉଁ ପୁଅ କେଉଁ ଝିଅ ବ୍ଲକ୍ କରିଦେଇଛି ବା ହ୍ୱାଟ୍ସଆପ୍ରେ ବ୍ଲକ୍ କରିଦେଇଛି ବା ଫେସବୁକ୍ରେ ଇନଷ୍ଟାଗ୍ରାମରେ ବ୍ଲକ୍ କରିଦେଇଛି, ତାହେଲେ ଫ୍ରେଣ୍ଡସ୍ ଏ ଭିଡ଼ିଓ ଆପଣଙ୍କ ପାଇଁ। ଫ୍ରେଣ୍ଡସ୍, ଏହି ପ୍ରୟୋଗ କଲା ମାତ୍ରେ ହିଁ ସେ ଦେଖିବ ଆପଣଙ୍କ ପ୍ରତି ରହିପାରିବ ନାହିଁ। ଫ୍ରେଣ୍ଡସ୍, ଦିନ ରାତି କେବଳ ଆପଣଙ୍କ କଥାରେ ହିଁ ଭାବିବାରେ ଲାଗିବ। ଫ୍ରେଣ୍ଡସ୍, ଆପଣମାନେ ଏହି ମୋହିନୀ ବା ଏହି ପ୍ରୟୋଗ କେଉଁ ଜିନିଷରେ ଆପଣମାନେ କରିପାରିବେ। ଫ୍ରେଣ୍ଡସ୍, ଆପଣମାନଙ୍କୁ ଲେମ୍ବୁ, ଲବଙ୍ଗ, ସିନ୍ଦୁର ଏବଂ ଆପଣମାନଙ୍କୁ ହଳଦୀ ଦରକାର। ତ ଫ୍ରେଣ୍ଡସ୍, ଏହି ସମୟରେ ଆପଣମାନେ ଯାହାକୁ ମୋହିନୀ ବା ଯାହାକୁ ବଶୀକରଣ କରିବାକୁ ଚାହୁଁଛନ୍ତି ସେ ମୋହିତ ବା ବଶୀକରଣ ହୋଇଯିବ। ଫ୍ରେଣ୍ଡସ୍, ଆପଣମାନଙ୍କୁ ଏହିସବୁ ଜିନିଷ ଦରକାର ଏବଂ ଆପଣମାନେ ଏହି ପ୍ରୟୋଗଟିକୁ କେବଳ ରାତ୍ରିରେ ହିଁ କରିପାରିବେ। ରାତ୍ରି ହେଉଛି ଶନିବାର ରାତ୍ରିରେ ବା ଶନିବାର ଦିନ ରାତ୍ରିରେ ଏହି ମୋହିନୀ ବା ବଶୀକରଣ କରିପାରିବେ। ଫ୍ରେଣ୍ଡସ୍, ଆପଣମାନେ ଏମିତି ମୋହିନୀ ବା ଏମିତି ବଶୀକରଣ କରିବାକୁ ଚାହୁଁଛନ୍ତି ବା ଅନେକ ପ୍ରକାର ବିଧି ପ୍ରୟୋଗ ତନ୍ତ୍ର ମନ୍ତ୍ର ଯନ୍ତ୍ର ଏବଂ ଆପଣମାନେ ଏହି ପ୍ରୟୋଗ ମଧ୍ୟ କରିବାକୁ ଚାହୁଁଛନ୍ତି ବା ଏମିତି ପ୍ରୟୋଗ କରିବାକୁ ଚାହୁଁଛନ୍ତି, ତାହେଲେ ଫ୍ରେଣ୍ଡସ୍ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ଫ୍ରେଣ୍ଡସ୍, ଯାହାଦ୍ୱାରା ଆପଣମାନେ ବହୁତ ଶୀଘ୍ର ଏମିତି ପ୍ରୟୋଗ, ଏମିତି ବିଧି, ଏମିତି ସାଧନା ସର୍ବପ୍ରଥମେ ପାଇପାରିବେ ଏବଂ ବହୁତ ଶୀଘ୍ର ପ୍ରୟୋଗ କରିପାରିବେ। ଫ୍ରେଣ୍ଡସ୍, ଶନିବାର ଦିନ ରାତ୍ରିରେ ଆପଣମାନେ ଗାଧୋଇ ପାଧୋଇକି ଆପଣମାନେ ଯେଉଁଠି ପୂଜା କରନ୍ତି ସେହି ଘରେ ବସିଯିବେ। ଫ୍ରେଣ୍ଡସ୍, ଏବଂ ଆପଣମାନେ ଗୋଟିଏ ଲେମ୍ବୁ, ଗୋଟିଏ ଅଲପିନ୍ ନେଇଯିବେ। ଫ୍ରେଣ୍ଡସ୍, ସେହି ଲେମ୍ବୁକୁ ଅଲପିନ୍ରେ ପଶାଇଦେବେ ବା ଏପାର ସେପାର କରିଦେବେ ଏବଂ ଆପଣମାନେ ସେହି ଅଲପିନ୍ରେ ହଳଦୀ ଏବଂ ସିନ୍ଦୁର ଲଗାଇ ବଡ଼ ଟିକେ ହୋଲ କରିଦେବେ ଏବଂ ଆପଣମାନେ ତୁଳସୀ ପତ୍ରର ଡେଇଁ ଖଣ୍ଡିଏ ନେଇଯିବେ ଏବଂ ସେହି ଡେଇଁକୁ ସେହି ହୋଲ୍ ବା କଣା ଭିତରେ ପଶାଇଦେବେ ଏବଂ ସେହି ଲେମ୍ବୁକୁ ଆପଣମାନେ ହଳଦୀ ଏବଂ ସେହି ସିନ୍ଦୁରରେ ପୋଛିଦେବେ ବା ଲିପ ମାରିଦେବେ। ଲିପ ଦେଲା ପରେ ଆପଣମାନେ ରବିବାର ଦିନ ରାତ୍ରିରେ ଯାଇ ଆପଣମାନେ ଯେଉଁଠି ଖୋଲା ଜାଗା ଥିବ ସେଇଠି ରଖିଦେଇ ଆସିବ। ଫ୍ରେଣ୍ଡସ୍, ଏବଂ ରଖିଦେଲା ପରେ ଆପଣମାନେ ଏହି ମନ୍ତ୍ରର ଉଚ୍ଚାରଣ କରିବେ। ଫ୍ରେଣ୍ଡସ୍, ମନ୍ତ୍ର ହେଉଛି ଓମ୍ ଲିଙ୍ଗରାଜାୟ ନମଃ। ଆପଣମାନେ ଆପଣଙ୍କ ମୁଣ୍ଡରେ ଛୁଆଇ ଆପଣମାନେ ଯାହାକୁ ମୋହିନୀ ବା ବଶୀକରଣ କରିବାକୁ ଚାହୁଁଛନ୍ତି ତାହାର ନାମ 21 ଥର ନେଇଯିବେ ଏବଂ ଆପଣମାନେ ସେଇଠି ରଖିଦେଇ ଆସିବେ। ଫ୍ରେଣ୍ଡସ୍, ଆପଣମାନେ ଆସିଲା ବେଳେ ଆପଣମାନେ ପଛପଟେ ଦେଖିବେ ନାହିଁ। ଫ୍ରେଣ୍ଡସ୍, ଏବଂ ଘରକୁ ଆସି ଶୋଇଯିବେ। ସକାଳ ଉଠିଲା ମାତ୍ରେ ଫ୍ରେଣ୍ଡସ୍ ସେହି ବ୍ୟକ୍ତି ବା ସେହି ମହିଳା ଆପଣଙ୍କ ପ୍ରତି
ମୋହିତ ବା ବଶୀକରଣ ହୋଇଯାଇଥିବ। ଫ୍ରେଣ୍ଡସ୍, ଆପଣମାନଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା? ଯଦି ପସନ୍ଦ ଆସିଲା ନିଶ୍ଚିତ ଭାବରେ ଗୋଟେ ଲାଇକ୍ କରିବେ ଏବଂ ରହୁଛୁ ଫ୍ରେଣ୍ଡସ୍, ନମସ୍କାର।